ଘରକୁ ଦରିଦ୍ର ଆସିବାର କାରଣ। ଦାନ୍ତରେ ନଖ କାମୁଡ଼ିବା ବା ଛିଣ୍ଡାଇବା ଦ୍ୱାରା ଦରିଦ୍ରତା ଆସିଥାଏ। ବୃକ୍ଷ ମୂଳରେ ପରିସ୍ରା କରିବା ଦ୍ୱାରା ଦରିଦ୍ରତାର କାରଣ ଅଟେ। ଅଳିଆ ଆବର୍ଜନାକୁ ଘରେ ରଖିବା, ଘରୁ ଖରାପ ଦୁର୍ଗନ୍ଧ ବାହାରିବା ଦରିଦ୍ରତାର କାରଣ ଅଟେ। ସନ୍ଧ୍ୟା ସମୟରେ ବିଛଣାରେ ଶୋଇ ରହିବା, ଅଳସୁଆ ଆଦି ହେବା ଦରିଦ୍ରତାର କାରଣ ଅଟେ। ରୋଷେଇ ଘର ପାଖରେ ପରିସ୍ରା କରିବା ଦ୍ୱାରା ଦରିଦ୍ରତାର କାରଣ ଅଟେ। ଆୟଠାରୁ ବ୍ୟୟ ଅଧିକ କରିବା ଦ୍ୱାରା ଦରିଦ୍ରତାର କାରଣ ଅଟେ। ଘରକୁ ଅତିଥି ଆସିଲେ ମନରେ ଅଶାନ୍ତି ହେବା, ମନ କଷ୍ଟ କରିବା ମଧ୍ୟ ଦରିଦ୍ରତାର କାରଣ ଅଟେ। ଗାଧୋଇବା ସମୟରେ ଗୋଟେ ଗୋଡ଼ରେ ଅନ୍ୟ ଗୋଡ଼କୁ ରଗଡ଼ିବା ଦରିଦ୍ରତାର କାରଣ ଅଟେ। ଚାଲୁଥିବା ସମୟରେ ଚପଲ ବା ଜୋତାରୁ ଅଧିକ ଶବ୍ଦ ଶୁଭିବା ଦ୍ୱାରା ଗ୍ରହର ଖରାପ ପ୍ରଭାବ ପଡ଼ିଥାଏ, ତା ସହ ଦରିଦ୍ରତାର କାରଣ ମଧ୍ୟ ଅଟେ। ଭୋଜନ କରିବା ସମୟରେ ବାମ ହାତ ଭୂମି ଉପରେ ରଖି କିମ୍ବା ବାମ ହାତକୁ ପାଦ ଉପରେ ରଖି ଭୋଜନ କରନ୍ତୁ ନାହିଁ, ଦରିଦ୍ରତାର କାରଣ ଅଟେ। ପାଣି ଟ୍ୟାପ୍ରୁ ପାଣି ବନ୍ଦ କରିବା ପରେ ଟପ୍ ଟପ୍ ହୋଇ ପାଣି ଝରୁଥିଲେ ଦରିଦ୍ରତାର କାରଣ ଅଟେ। ଧନ୍ୟବାଦ। ଜୟ ଜଗନ୍ନାଥ।